ସମସ୍ତେ ଭାବିଥିଲେ ଏଇ ଝୁମୁକାରେ ତଳେ ବିଧାୟକ ପୂର୍ବତନ ବିଧାୟକର ମେଳି, ହୋଟେଲରେ ମେଳି, ଫାର୍ମ ହାଉସରେ ମେଳି, ସେମାନଙ୍କ ଭିତରୁ କେତେ ଜଣଙ୍କୁ ନବୀନ ବାବୁ ସସ୍ପେଣ୍ଡ କରିପାରନ୍ତି, ଦଳରୁ ବିତାଡ଼ିତ କରିପାରନ୍ତି, ଏକ୍ସପେଲ କରିପାରନ୍ତି, ଏଭଳି ଚର୍ଚ୍ଚା ହେଉଥିଲା। କିନ୍ତୁ ହଠାତ୍ ଯେଉଁ ସମୟରେ ବିଧାୟକ ମାନଙ୍କୁ ଡାକି ନବୀନ ନିବାସରେ ନବୀନ ବାବୁ ଆଲୋଚନା କରୁଥିଲେ, ସେଇ ସମୟରେ 2 ଜଣ ବିଧାୟକଙ୍କୁ ନିଲମ୍ବିତ କରିଦେଲେ। ପୁଣି କୋଉ ବିଧାୟକଙ୍କୁ? କେନ୍ଦୁଝରର ଟାଣୁଆ ବିଧାୟକ ସନା ମହାକୁଡଙ୍କୁ ଏବଂ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରୁଥିବା, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ସନା ମହାକୁଡଙ୍କୁ ବିଦା କରିବା ପଛରେ ଅନେକ କିଛି କାରଣ ରହିଛି। କେହି ସେଥିପାଇଁ ଆଶ୍ଚର୍ଯ୍ୟ ହଉନାହାନ୍ତି, କାହିଁକି ନା ଆପଣ ମାନେ ଲକ୍ଷ୍ୟ କରିଥିବେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରର ବିଜେଡି ରାଜନୀତି ବିଜେପି ମୁହାଁ ହେଇଯାଇଛି। ନିଜେ ବଦ୍ରି ନାରାୟଣ ପାତ୍ର ମଧ୍ୟ ବହୁବାର ମୋହନ ମାଝୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ଏବଂ ସନା ମହାକୁଡ ଭବ୍ୟ ସମ୍ବର୍ଦ୍ଧନା ଦଉଛନ୍ତି। ବିଜୁ ଜନତା ଦଳ ଅମଳରେ କିଛି ହେଇନଥିଲା, 24 ବର୍ଷରେ କିଛି ହେଇନଥିଲା, ମୋହନ ମାଝୀ ଏତେ କାମ କରୁଛନ୍ତି, ଏ ନେଇକି ମଧ୍ୟ ଆପଣ ମାନେ ଲକ୍ଷ୍ୟ କରିଥିବେ ସନା ମହାକୁଡ ଷ୍ଟେଟମେଣ୍ଟ ଦଉଛନ୍ତି ଏବଂ ସମସ୍ତେ ଜାଣିଛନ୍ତି, ଗଣମାଧ୍ୟମରେ ଚର୍ଚ୍ଚା ହଉଥିଲା ଯେ ସନା ମହାକୁଡ ଯଦି ବିଜେଡିରେ ନବୀନ ପଟ୍ଟନାୟକ କାହାକୁ ବିଦା କରନ୍ତି ସନା ମହାକୁଡ ନିଲମ୍ବିତ ହବା ଫାଇନାଲ। କିନ୍ତୁ ଗତକାଲି ଅରବିନ୍ଦ ମହାପାତ୍ରଙ୍କ ନାଁ ଯେତେବେଳେ ଯୋଡା ହେଲା ସମସ୍ତେ ଚକିତ ହେଇଗଲେ। କଣ ସେ ଭିତିରିଆ କରିଛନ୍ତି କାହାକୁ ଜଣା ନାହିଁ, କୌଣସି ଗଣମାଧ୍ୟମରେ କେବେ ଖବର ପ୍ରକାଶ ପାଇନାହିଁ ଯେ ଅରବିନ୍ଦ ମହାପାତ୍ର ଆଉ ଦଳୀୟ ଲାଇନରେ ନାହାନ୍ତି ବୋଲି। ମୁଁ ତ ଦେଖୁଥିଲି ତାଙ୍କର ଫେସବୁକରେ ମକରରେ ସେ ଯୋଉ ଛାଡିଛନ୍ତି, ନବୀନ ବାବୁଙ୍କର ଫଟୋ ଅଛି, ଶଙ୍କର ବି ଫଟୋ ଅଛି, ଯେତେବେଳେ ମକର ଅଭିନନ୍ଦନ ଜଣାଇଛନ୍ତି। ସେ କାରଣ ଯେତେବେଳେ ତାଙ୍କୁ ସସ୍ପେଣ୍ଡ କରାହେଲା, ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ବିଜେଡିର ବହୁ ବରିଷ୍ଠ ନେତାଙ୍କ ସହିତ ଆମେ ଯୋଗସୂତ୍ର କରିଛୁ, ବିଭିନ୍ନ ଚ୍ୟାନେଲ ଲଗେଇକି ବି ଖବର ଖୋଜିବାକୁ ଚେଷ୍ଟା କରିଛୁ ଯେ କଣ ଘଟଣା ଘଟିଛି। କୌଣସି ବରିଷ୍ଠ ନେତା ଠୋସ୍ ଭାବରେ କହିପାରିଲେନି। ସମସ୍ତେ କହିଲେ ଏଇଟା ମଧ୍ୟ ଆମ ପାଇଁ ଗୋଟେ ଚକିତ ଯେ କଣ ପାଇଁ ଅରବିନ୍ଦ ମହାପାତ୍ରଙ୍କୁ କୁହାହେଲା ଗାଲୁ ଭୁରୁଡି ମାରିବା ପାଇଁ। କିଛି ନେତା କହିଲେ ଗୁଇନ୍ଦା ତଥ୍ୟ। ନବୀନ ବାବୁଙ୍କ ପାଖରେ ଏତେ ଗୁଇନ୍ଦା ତଥ୍ୟ ରହିଛି, ଏ ଯୋଉ ହାରିଥିବା ନେତା ମାନେ ଏକାଠି ହଉଛନ୍ତି ତାର ଉଦ୍ଦେଶ୍ୟ ଜାଣିପାରୁନାହାନ୍ତି। ତେଣୁ ଇଏ ଗୋଟେ ଗପ କଣ ପାଇଁ ରଚନା କରାଗଲା। ଅରବିନ୍ଦ ମହାପାତ୍ର ହଁ ଯୋଡିଏ କଥା କହିଥିଲେ ଯେ ନବୀନ ବାବୁ ମୋର ନେତା, ପାଣ୍ଡିଆନ ମୋର ନେତା ନୁହନ୍ତି। ଆଉ ଗୋଟିଏ କଥା କହିଥିଲେ, ଯଦି ପାଣ୍ଡିଆନ ଏମିତି ହଉଛନ୍ତି ବିଜେପି ବାଲା, ଏତେ ବିରୋଧ କରୁଛନ୍ତି, ଦମ ଅଛି ବାନ୍ଧ। ତାଙ୍କର ଉଦ୍ଦେଶ୍ୟ ଥିଲା ଏତେ ଥର କହୁଛ କଣ ବାନ୍ଧିକି ଦେଖୁନ। ତାକୁ ଯଦି ପାଣ୍ଡିଆନ ବାବୁ ଭାବିଥାଏ ଯେ ମୁଁ ତ ସେଟିଂ କରିକି ବିଜେପି ବାଲାଙ୍କୁ କହିଥିଲି ମତେ ବାନ୍ଧନି, ଆଉ ଇଏ ଗୋଟେ ଟିଆ କଲା ବେଳକୁ କାଳେ ବିଜେପି ବାଲା ବାନ୍ଧିଦେବେ କି, ସେ ଡର ବି ଗୋଟେ ଥାଇପାରେ, ହୁଏତ ସେ କାରଣ ହେଇପାରେ। କିନ୍ତୁ କୌଣସି ପ୍ରକାର ଠୋସ୍ କାରଣ କେହି କହୁନାହାନ୍ତି। ବିଜୁ ଜନତା ଦଳର ଗୋଟେ ନ୍ୟାରେଟିଭ ଆପଣ ଦେଖିବେ ସୋସିଆଲ ମିଡିଆରେ ଘୁରି ବୁଲୁଛି, କଣ ନା ରାଜ୍ୟସଭା ନିର୍ବାଚନ ପାଇଁ ସେଟିଂ କରୁଥିଲେ। ଆରେ ଭାଇ, ରାଜ୍ୟସଭାରେ ଇଏ ବିଜେପି କାହାକୁ ପ୍ରାର୍ଥୀ କରିବ କେହି ଜାଣିନାହାନ୍ତି, ବିଜେଡି କାହାକୁ ପ୍ରାର୍ଥୀ କରିବ କେହି ଜାଣିନାହାନ୍ତି, ଚତୁର୍ଥ ପ୍ରାର୍ଥୀ କିଏ ହବ ତା ନାଁରେ ସୋର ଶବ୍ଦ ମଧ୍ୟ ନାହିଁ। ଦଳରେ ମଧ୍ୟ ଏଇନା ଏଯାକେ ପିଏସି ମିଟିଂ ରେ ବିଜେଡି ଆଲୋଚନା ହିଁ କରିନାହିଁ। ପ୍ରାର୍ଥୀ ଶିର ନାସ୍ତି, ଯୋଉ ଶିର ପୀଡା ମାନେ ମୁଣ୍ଡ ନାହିଁ କିନ୍ତୁ ଅମୃତାଞ୍ଜନ ଘଷିବା କଥା ଭଳିଆ। ରାଜ୍ୟସଭା ନିର୍ବାଚନ ପାଇଁ ଚର୍ଚ୍ଚା ହିଁ ଆରମ୍ଭ ହେଇନି, କିଛି ମିଡିଆରେ କେବଳ ଚର୍ଚ୍ଚା ହଉଛି, ନୋଟିଫିକେସନ ହେଇନି, କିଛି ବି ହେଇନି। ସିଏ କଣ ଚକ୍ରାନ୍ତ କରିଦେଲେ? ବିଜୟ ମହାପାତ୍ର କଣ ଚକ୍ରାନ୍ତ କରିବେ? ଆରେ ସିଏ ତ ବିଜେଡିରେ ନାହାନ୍ତି ନା ବିଜେପିରେ ନାହାନ୍ତି, ତେଣୁ ଯିଏ ରାଜନୈତିକ ଲୋକ ସିଏ ଆଉ କଣ ବରା ଦୋକାନ କରିଥାନ୍ତା ନା ଚା ଦୋକାନ ବିକୁଥାନ୍ତା? ବିଜୟ ମହାପାତ୍ର ରାଜନୈତିକ ଲୋକ, ରାଜନୀତି କରିବେ, ତାଙ୍କ ପାଖକୁ ନେତା ବହୁତ ଭେଟିବାକୁ ଯିବେ। ଆଞ୍ଚଳିକ ଦଳ ନେଇକି ନା ସେ ମୁକିମ ସାଙ୍ଗରେ ଆସିଛନ୍ତି ନା ଗଣମାଧ୍ୟମରେ କଣ ଗୋଟେ ମନ୍ତବ୍ୟ ଦେଇଛନ୍ତି, ସେ ସିଧାସଳଖ କହିଛନ୍ତି ମୋ ସାଙ୍ଗରେ କେହି ଆଲୋଚନା କରୁନାହାନ୍ତି। ନା ବିଜୟ ମହାପାତ୍ର ବି ଷ୍ଟେଟମେଣ୍ଟ ଦେଇଛନ୍ତି ନା ଅରବିନ୍ଦ ଷ୍ଟେଟମେଣ୍ଟ ଦେଇଛନ୍ତି। ବିଜେଡି ବାଲା କିଛି ନବୀନଙ୍କ ନିଷ୍ପତ୍ତି ବସ୍ ଇଜ ଅଲୱେଜ ରାଇଟ ତାଙ୍କର ଜଣେ ନେତ୍ରୀ କହୁଥିଲେ। ଆଉ ଜଣେ ନେତା ଆଉ ଟିକେ ଆଗକୁ ଯାଇ କଣ କହିଲେ ଯେ ନବୀନ ବାବୁଙ୍କ ବୋପାଙ୍କର ସେଇଟା ଦଳ ହେଇଥାଉ। ତେଣୁ ଯେହେତୁ ନବୀନ ବାବୁଙ୍କର ବୋପାଙ୍କର ବାପାଙ୍କର ଦଳ ସେଇଟା, ତେଣୁ ତାଙ୍କ ମନ ଇଚ୍ଛା ସେ ଯାହା କରିପାରିବେ। ତେଣୁ ଆଙ୍କର ଦମ ଥିଲେ ଇଏ କରିପାରିବେ, ନହେଲେ ନାହିଁ। ଏ ଭିତରେ ଆଉ ଗୋଟିଏ କଥା ମଧ୍ୟ ଉଠୁଛି, ଅତନୁ ସବ୍ୟସାଚୀ ନାୟକ କିଛି ଖେଳ କରିଦେଲେ କି? କାହିଁକି ନା ମହାକାଳପଡାରେ ପୋଛି ହେଇଯାଇଛନ୍ତି। ଆପଣ ଦେଖିବେ ଏସ୍ଆଇଆର ବର୍ତ୍ତମାନ ଓଡିଶାରେ ଲାଗୁ ହବ। ମହାକାଳପଡାରେ ବାଂଲାଦେଶୀ ଭୋଟର ମାନେ ଅତନୁ ବାବୁଙ୍କୁ ଜିତଉଥିଲେ, ବର୍ତ୍ତମାନ ସେଥିରେ ମଧ୍ୟ 10-15 ଭୋଟ କଟିଯିବ। ତେଣୁ ସେ ଦେଖିଲେ ଆଉ ମହାକାଳପଡା ହଉନାହିଁ, ମାନେ ବର୍ତ୍ତମାନ ଯିବା ପାଟକୁରା। ଏବଂ 2024 ନିର୍ବାଚନ ପୂର୍ବରୁ ବେଦ ପ୍ରକାଶ ଅଗ୍ରୱାଲଙ୍କର ପରଲୋକ ପରେ ପରେ
ପାଟକୁରା ଉପରେ ବି ନଜର ରଖିଦେଲେ ଅତନୁ ତାଙ୍କ ଭାଇଙ୍କ ପାଇଁ ବି ଟିକେଟ ସଂଗ୍ରହ କରିବା ପାଇଁ ଯୋଜନା କରିଥିଲେ। ତେଣୁ ସେ ଦେଖିଲେ 29 ରହିଲା ହିଁ ପୁଣି 27 ପଞ୍ଚାୟତ ନିର୍ବାଚନ ବେଳ ଥାଉ ଥାଉ ବନ୍ଧଟେ ବାନ୍ଧିବା। ତେଣୁ ସେଥିପାଇଁ ଅତନୁ ବାବୁ ଯଦି କଣ୍ଟା ସଫା କରିଥିବେ ସେ ମଧ୍ୟ ଗୋଟିଏ କାରଣ। ତେଣୁ ଅନେକ କାରଣ ରହିଛି, କିନ୍ତୁ ଏହା ଦ୍ଵାରା ଗୋଟିଏ କଥା ବିଜୁ ଜନତା ଦଳ ମଜବୁତ ହବ ନା ଦୁର୍ବଳ ହବ। ନବୀନ ବାବୁ ଯଦି ଭାବିଥିବେ ଯେ ନାଇଁ ବର୍ତ୍ତମାନ ଯୋଉଟା ବିଧାୟକଙ୍କୁ ମୁଁ ବର୍ତ୍ତମାନ ନିଲମ୍ବିତ କରିଦେଇଛି ଅନ୍ୟମାନେ ଡରିଯିବେ, ତା ଉପରେ ବି ନଜର ରହିବ। ଯଦି ଆପଣ ଦେଖିବେ ଆଉ 7-8 ଦିନ ଭିତରେ ଆଉ ଯୋଉ ଅଂଶୁମାନ ମହାନ୍ତି, ଆମର ସମ୍ବିତ ରାଉତରାୟ, ବିଷ୍ଣୁପ୍ରଦ ରାଉତରାୟ, ରୁଦ୍ର ମହାରଥୀ, ପ୍ରଣବ ବଳବନ୍ତରାୟ, ଯେତେ ସବୁ ନେତା ସବୁ ମିଳି ବାନ୍ଧୁଥିଲେ, ସେମାନେ ଯଦି ଆଉ ଏକାଠି ନହେଲେ ଆପଣ ଜାଣିବେ ନବୀନ ପଟ୍ଟନାୟକର ଏଇ ନିଲମ୍ବନ ମେଡିସିନ ଟା କାମ କରିଛି। ଆଉ ଯଦି କାଲି ଏକାଠି ହେବେ ତାହେଲେ ଆପଣ ଜାଣିବେ ନବୀନ ପଟ୍ଟନାୟକର ନିଲମ୍ବନ ମେଡିସିନ କି ଇଏ ଫୁ କରିଦେଇଛନ୍ତି। ଜଣେ ଚେତାବନୀ ଦିଅ, ଯାହା କର ଆମର ଆଉ ଡରିବାର ନାହିଁ। କିନ୍ତୁ ଆଉ ଗୋଟିଏ ବାର୍ତ୍ତା ମଧ୍ୟ ଯାଇଛି ଯେ ପାଣ୍ଡିଆନ ବିରୋଧରେ ଯିଏ କରିବ ସିଏ ହବ ଦଳ ପାଇଁ ବିଶ୍ୱାସଘାତ। ପ୍ୟାରୀଙ୍କ ବେଳେ ବିଜୟ ମହାପାତ୍ର ଯାଇଥିଲେ, ପାଣ୍ଡିଆନଙ୍କ ବେଳେ ଅରବିନ୍ଦ ଯାଉଛନ୍ତି। ଶାସନ କେତେ ଦେଖନ୍ତୁ ତାଙ୍କ ଦଳ ସିଏ ଚଳେଇଲେ ତାଙ୍କର ଶାସନ ହେବେ।